ମାନେ ସାର୍ କିଛି ଅସାମାଜିକ ଲୋକ ଏଠି ବିରୋଧ କରୁଥିଲେ, ଏଠି କେତେ ଦିନ ହେଲା ବିରୋଧ କରୁଛନ୍ତି ଏଠି ନ କରେଇଦେବା ପାଇଁ। ଏଠି ଆମର କ'ଣ ହେଇଛି, ଆମର ଏଠି 16 ବର୍ଷ ହେଲା ଅଙ୍ଗନବାଡ଼ି ହେଉଛି, 16 ବର୍ଷ ହେଲା ହେଉଛି। ତାପରେ ଏତେ କିଛି ଲୋକ ବିରୋଧୀ ଲୋକ ଅଛନ୍ତି, ଏଠି ବନ୍ଦ କରିଦେଇଛନ୍ତି, ତାଲା ପକାଇ ଦେଇଛନ୍ତି। ଆମେ ପିଲାମାନେ ଯିବୁ କେଉଁଠିକି? ଆମର ଏଠି 15-16 ବର୍ଷ ହେଲା ଆମର ଅଙ୍ଗନବାଡ଼ି ଏଠି ଚାଲୁଥିଲା। ବର୍ତ୍ତମାନ କିନ୍ତୁ କୌଣସି କେଉଁମାନେ ଆସିକି ଏଠି ତାଲା ପକାଇ ଦେଇଛନ୍ତି ଘରେ। ଆମ ପିଲାମାନେ ଏଠି ବାରଣ୍ଡାରେ ଏଠି ବସିକି ପାଠ ପଢ଼ୁଛନ୍ତି। ଆମେ ସେଇଟା ଜାଣିପାରୁନୁ କେଉଁମାନେ ଏଠି ଚାବି ପକାଇଛନ୍ତି। ଆମେ ତୁରନ୍ତ ସରକାରଙ୍କୁ କହୁଛୁ ଯେ ଆସି ଆମ ଅନୁରୋଧ ଶୁଣନ୍ତୁ, ଏଠି ଆମ ତାଲା ଖୋଲନ୍ତୁ ଏବଂ ଆମର ଅଙ୍ଗନବାଡ଼ି ଭଲସେ ହେଉ, ପିଲାମାନେ ଭଲରେ ପାଠ ପଢ଼ନ୍ତୁ। ସାର୍ ଆଜି ମୁଁ ଅଙ୍ଗନବାଡ଼ି ଆସିଲା ବେଳକୁ ଦେଖିଲା ବେଳକୁ ଅଙ୍ଗନବାଡ଼ି ଘରେ ତାଲା ମରାଛି। ମୁଁ ଆଗରୁ ଗୋଟେ ତାଲା ପକାଇଥିଲି, ତାପରେ ଆଉ ଗୋଟେ ତାଲା ପଡ଼ିଛି। ଆଉ ପିଲାମାନଙ୍କୁ ବାଧ୍ୟ ହୋଇକି ବାରଣ୍ଡାରେ ବସେଇକି ପଢ଼ଉଛି। ଆଉ ମାନେ ସାର୍ କିଛି ଅସାମାଜିକ ଲୋକ ଏଠି ବିରୋଧ କରୁଥିଲେ, ଏଠି କେତେ ଦିନ ହେଲା ବିରୋଧ କରୁଛନ୍ତି ଏଠି ନ କରେଇଦେବା ପାଇଁ। ସେମାନେ ଏଠି କହୁଛନ୍ତି ଯେ ଆମ କ୍ଲବ୍ ଘରେ ତୁମେ ତୁମେ ହେଉଛି କରିପାରିବନି ଅଙ୍ଗନବାଡ଼ି, ଏଠି ଆମେ ବସା ଉଠା କରିମୁ। ମୁଁ କହିଲି ଏଠି ଯେହେତୁ ଆମର ଜାଗା ନାହିଁ, ସଫିସିଏଣ୍ଟ ଜାଗା ନାହିଁ ଯେ ଘର କରିବା ପାଇଁ ଜାଗା କୌଣସି ନାହିଁ, ସେଥିପାଇଁ ଏଇଠି ଆମର ଗ୍ରାମବାସୀ ସମସ୍ତଙ୍କ ଅନୁମତିରେ ମୁଁ ଏଇଠି ଅଙ୍ଗନବାଡ଼ି 16 ବର୍ଷ ହେଲା କରୁଥିଲି। କିନ୍ତୁ ଏବେ କହୁଛନ୍ତି ଯେ ତୁମେ ଏଠି କରିପାରିବ ନାହିଁ, ତୁମେ ତୁମର କେଉଁଠି କରୁଛ କର, ଆମେ ସେଥିରେ ବୁଝିପାରିବୁନୁ, ତୁମେ ଏଠି କରିପାରିବନି କହିକି ତାଲା ପକାଇ ଦେଇଛନ୍ତି। ଆଉ ଆମର ପିଲାମାନେ ଆସୁଛନ୍ତି ଅଙ୍ଗନବାଡ଼ିର ପାଠ ପଢ଼ିବା ପାଇଁ, ତ ବନ୍ଦ କରିଦେଇଛନ୍ତି, ଚାବି ପକାଇ ଦେଇଛନ୍ତି। ବର୍ତ୍ତମାନ ଆମେ କ'ଣ କରିବୁ? ଆଗକୁ ଆମ ପିଲାମାନେ ବଢ଼ିବେ, ଆଉ ଆମ ସ୍ୱାମୀମାନେ ଖଟି ଦେଇ ଯାଉଛନ୍ତି। ଆମେ ଏତେ ଦୂର କହୁଛନ୍ତି ଏଣେ ତେଣେ ନେଇକି ଯାଉ, ଆମେ ଏତେ ବାଟ ଯାଇକି ପାଠ ପଢ଼େଇକି ଆଣିପାରିବୁ ନା?